କାହିଁକି ମତେ ତମର ନୀତି ଆସି ସାଜାଇଲ? ତମେ ତାକୁ ବାହା ହେଇଛ, ତମେ ତା ଦ୍ୱିତୀୟ ପକ୍ଷ ସ୍ତ୍ରୀ। এইଥିପାଇଁ ତୁ ମାସ ମାସ ଭୁବନେଶ୍ୱରରେ ପଡ଼ିକି ରହୁଥିଲୁ। এইଥିପାଇଁ ମୁଁ ବହୁ ଗୀତାକୁ ତୁ ଭୁବନେଶ୍ୱର ଆଣିବାକୁ ଚାହୁଁନଥିଲୁ। କାହିଁକି ଏମିତି କଲୁ? ସବୁ ଭୁଲ ହଉଛି ଆପଣଙ୍କର। ଆପଣଙ୍କର ଗୋଟେ ଭୁଲ ନିଷ୍ପତ୍ତି ପାଇଁ ଆଜି ମୋ ଜୀବନଟା ବର୍ବାଦ ହେଇଯାଇଛି। ନଷ୍ଟ ହେଇଯାଇଛି ମୋ ଜୀବନ, ନଷ୍ଟ ହେଇଯାଇଛି। ଆଉ ମୋ ଜୀବନ ଯେତେବେଳେ এই ଲୋକମାନେ ଜାଣିବେ କ୍ୟାପିଟାଲ ହସ୍ପିଟାଲରେ ଗୋଟେ ଡକ୍ଟର ସତୀ ସାହାଣୀ ସୌନ୍ଦର୍ଯ୍ୟ ନେଇ ଘର କରିଛି, ସେତେବେଳେ ମୋ ମାନ ସମ୍ମାନ ରହିବ? କାହିଁକି ଏମିତି କର ସମ୍ଭବ? କାହିଁକି ଏମିତି କଲ ତମେ? ଦେଖ ସତୀ, ଦେଖ এই গীতাକୁ ଦେଖ। ଜିନ୍ସ ପିନ୍ଧିବା ତ ଦୂରର କଥା, ଶାଢ଼ୀ ଛଡ଼ା ଆଜି ପର୍ଯ୍ୟନ୍ତ ଖଣ୍ଡେ ଡ୍ରେସ୍ ପିନ୍ଧିନି। ଘରକୁ ଗେଷ୍ଟ ଆସିଲେ ହାଇ ବାଇ ଗୁଡ୍ ମର୍ଣ୍ଣିଂ କହିବା ତ ଦୂରର କଥା, ଆଣ୍ଟାଇକି ପ୍ରଣାମ କରିବା ତାର ଅଭ୍ୟାସ। ଇଂଲିଶ ନ୍ୟୁଜ୍ ପେପର ପଢ଼ିବା ତ ଦୂରର କଥା, ଓଡ଼ିଆ ପେପର କି ମାଗାଜିନ୍ ନ ପଢ଼ି ସବୁଦିନ ସେ ଲକ୍ଷ୍ମୀ ପୁରାଣ ନହେଲେ ହନୁମାନ ଚାଳିଶା ପଢ଼େ। ଏବେ ତମେ କୁହ, କାଲି ଘର କାମ କରିଦେଲେ, କି ରୋଷେଇ କରିଦେଲେ, କେହି କ'ଣ ମୋ ଭଳି ହାଇ ଏଜୁକେଟେଡ୍ ଡକ୍ଟର ସ୍ତ୍ରୀ ହେଇପାରିବ? ମୁଁ ଯେମିତି ମୋ ପ୍ରଫେସନାଲ କ୍ୟାରିୟର ବିଷୟରେ ତମକୁ ସେୟାର କରିପାରୁଛି, ସେମିତି କ'ଣ ଗୀତା ସହିତ କରିପାରିଥାନ୍ତି? ଚୁପ୍ ରହିଲ କାହିଁକି? ସ୍ପିକର সম্ভব জিন্স টপ পিন্ধি অতিক্রম আটেন্ড করে হালো হায় ভয় তাই কৌতুবা ঝিও তার গার্লফ্রেন্ড নচেত ওয়াইফ হয়ে পারন্তি। হে সে ঝিও কেবে কাহারি স্ত্রী হয়ে পারন্তি। আরে মা তু টিকে রহ। হে সম্ভব মুন্ডে ওড়না দেই যে নই নই বাট চালে সে হচ্ছে ওড়িয়া ঘরর বহু। স্বামী শ্বশুরকে মুন্ডিয়া মারি যে আশীর্বাদ ভিক্ষা করে সে হচ্ছে ওড়িয়া ঘরর বহু। 12 মাসরে যে 13 ওষা করে সে হচ্ছে ওড়িয়া ঘরর বহু। এই পিণ্ডে পানি দেই যে সপ্ত পুরুষ উদ্ধার করে সে হচ্ছে ওড়িয়া ঘরর বহু। তুলসী চৌড়া পরে সন্দেহবতী যাই যে সমগ্র বিশ্বর মঙ্গল কামনা করে সে হচ্ছে এই ওড়িয়া ঘরর বহু। জবাব দে মতে এসব গুণের কেবে কৌଣସି ଦିନ ଗୀତା ପାଖରେ ତୁ ଟିକେ କମ ଦେଖିଛୁ? ବାପା ଆପଣ ଟିକେ ଚୁପ ହେଇଯାଆନ୍ତୁ। ବାପା ଭିତରେ ଏମିତି ପାଟିତୁଣ ଲାଗିଲେ ଲୋକମାନେ କଣ କହିବେ? ଆରେ ମା, ଲୋକମାନେ ଆଜି କହିବେନି, ଆଜି ଲୋକମାନେ ନିଜ ଆଖିରେ ଦେଖିବେ। ହ୍ୟାଲୋ ପୋଲିସ ଷ୍ଟେସନ, ମୁଁ ସୂର୍ଯ୍ୟକାନ୍ତ ମହାପାତ୍ର କହୁଛି। ନାଇଁ ନାଇଁ କଥା କଣ ସାର୍, ମୋ ଘରେ ଗୋଟେ ବିରାଟ ବଡ଼ ଅପରାଧ ହେଇଛି। ଆପଣ ଟିକେ ଶୀଘ୍ର ଆସିବାକୁ ଚେଷ୍ଟା କରନ୍ତୁ। ଆଜ୍ଞା ଆଜ୍ଞା ଠିକ ନା A/32 ସୁଲେଖା ଆପଏଣ୍ଟମେଣ୍ଟ। ଆଜ୍ଞା ସାର୍ ପ୍ଲିଜ। ପୋଲିସ ଚାକିରି ଏ କଲୋନି ଆମର ଗୋଟେ ସୋସିଆଲ ଷ୍ଟାଟସ୍ ଅଛି। ଏଠିକି ପୋଲିସ ଆସିଲେ ମୋ ମାନ ସମ୍ମାନ ରହିବ ତ? କୁହନ୍ତୁ, କ'ଣ ପାଇଁ ଆପଣ ଏଠିକି ପୋଲିସକି ଡାକିଲେ? କ'ଣ ପାଇଁ ଡାକିଲେ ଆପଣ? ଏଇଥିପାଇଁ ପୋଲିସକୁ ଡାକିଲି। ତୋ ସ୍ୱାମୀ ସରକାରୀ ଚାକିରିଆ। ସରକାରୀ ଚାକିରିରେ ଥାଇ ଘରେ ସ୍ତ୍ରୀ ଥାଉ ଥାଉ ସେ ଦ୍ୱିତୀୟ ବିବାହ କରିଛି, ଯୋଉଟା କି ଆଇନିତ ଅପରାଧ। ଆଗ ଏଇଟାରୁ ମୁଁ ଚାକିରି ଖାଇବି, ତାପରେ ଏଇଟାକୁ ମୁଁ ତେଜ୍ୟ ପୁତ୍ର କହିବି। ଆପଣ ଏତେ ବଡ଼ ନିଷ୍ପତ୍ତି ନିଅନ୍ତୁନି ବାପା। ମୁଁ ଆପଣଙ୍କ ହାତ ଧରୁଛି ବାପା, ଆପଣଙ୍କୁ ନେଉରା ହଉଛି, ଆପଣଙ୍କ ଗୋଡ଼ ତଳେ ପଡୁଛି ବାପା। ମୁଁ ତୋତେ ହାତ ଧରୁଥିଲି ମା, ହାତ ଧରୁଛି ତତେ। ପୋଲିସ ଆସିଲେ ତୁ ଗୋଟି ଗୋଟି କରି ସବୁ ସତ କହିବୁ, ସତ କହିବୁ ତୁ। କହି ବାପା, ନିଶ୍ଚୟ କହିବି, ସବୁ ସତ କଥା ମୁଁ କହିବି, ନିଶ୍ଚୟ କହିବି ମୁଁ।
ଦେଇ ତାକୁ ସବୁଦିନ ପାଇଁ ମୁକ୍ତି ଦେବି। ମୁଁ ଦେଖିବି ମୋ ବୋହୂ ଗୀତାକୁ